यस। नमस्कार, गुड इवनिंग। यस, डे 6 रे आज पहुंचले। वेरी गुड, बहुत बढ़िया। नमस्कार। ସାର୍ ନମସ୍କାର ସାର୍ ଜୟ ଆଜ୍ଞା, ଜଗନ୍ନାଥ। ଜୟ ସାର୍ ଜଗନ୍ନାଥ। ମୁଁ ଏତେ ଗର୍ବିତ ସାର୍। ମୁଁ ଏଇ ୱେବିନାରରେ ଫାଷ୍ଟ ଜଏନ୍ କରିକି ଏଇ ମାନେ 2 ଡେଜ୍ ମୁଁ କ୍ଲାସ୍ କରିଛି। ଏତେ ଅନୁଭବ କରୁଛି ସାର୍ ମୁଁ ମାନେ ମୁଁ ଡେଲି 4ଟା ବେଳେ ଉଠେ ସାର୍ ଡେଲି। ବଟ୍ ମୋ ପାଖରେ ଗୋଟେ ପ୍ରୋକାଷ୍ଟିନେସନ୍ ଥିଲା ମାନେ ଉଠିବି ଗାଧେଇବି 8ଟା 9ଟା କିନ୍ତୁ ମୋର 9ଟା ଗାଧୁଆବେଳେ ହେଇଯାଏ। ଡେଲି ପୂଜା ଏତେ ସକାଳ ସନ୍ଧ୍ୟା କରେ ସାର୍। ବଟ୍ ଏଇ 2 ଦିନ ହେଲା ସାର୍ ମୁଁ ମନକୁ ଏମିତି ଆସିଯାଇଛି ସାର୍। ଫାଷ୍ଟ ମୋ ମିସେସ୍ ଉଠିଯାଏ 4ଟା ବେଳେ ସାର୍ ମନ୍ଦିରକୁ ପଳେଇଯାଏ। ସେ ପୂଜା ସରି ମନ୍ଦିର ଯାଇକି ସେ 6ଟା 6:30ରେ ଆସେ ସାର୍। ବଟ୍ ମୁଁ ସେ ଯିବା ପରେ ମୁଁ ଗାଧେଇକି ମୋର ମେଡିଟେସନ ମୁଁ ଏତେ ଖୁସି ଅଛି ସାର୍। ମାନେ ମୋର ଜୀବନ ଭାବୁଛି ମୁଁ ବହୁତ ପରିବର୍ତ୍ତନ ହେଇଗଲି ସାର୍। ହେଇଯିବେ, ହେଇଯିବେ। ସାର୍ ଆମେ ଯାହା ଆମ ପୂର୍ବପୁରୁଷ କି ଆମ ଆଖପାଖ ଲୋକ କରୁଛନ୍ତି ତାକୁ ଫଲୋ କରୁଥିଲେ। ସାର୍ ଏବେ କାହାକୁ ଫଲୋ କଲେ? ଯାହାକୁ ଗୁରୁ ମାନିଲେ, ସାର୍ ଯିଏ ଏ ରାସ୍ତାରେ ଆସିଛି ଆଉ ଆଜ୍ଞା ତାଙ୍କ ଜୀବନ ପରିବର୍ତ୍ତନ କରିପାରିଛନ୍ତି, ଯିଏ ତାକୁ ଫଲୋ କଲେ। ଆଜ୍ଞା ସେତେବେଳେ ଆପଣ ଅନ୍ଧାର ଭିତରେ ବାଡ଼ି ବୁଲଉଥିଲେ, ଏବେ ଆପଣଙ୍କ ପାଇଁ ଉଜ୍ଜଳ ହେଇଗଲା। ସେତେବେଳେ ଆପଣ କଣ ସବୁ ଜିନିଷ ଦେଖିକି ବି ଦେଖି ପାରୁନଥିଲେ, ଏବେ ନ ଦେଖିବା ଜିନିଷ ବି ଦେଖାଯିବ ସାର୍ ଷ୍ଟାର୍ଟ ହେଇଯିବ ଆପଣଙ୍କ ଲାଇଫ୍। କାହିଁକି? ଯେ ଆପଣଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ଆସିଲା, ଗୋଟେ ପଜିଟିଭ ଇନଭାରନମେଣ୍ଟ ଆପଣଙ୍କ ଲାଇଫରେ ଆଟାଚ ହେଇଗଲା। କେତେ ଏଫର୍ଟ ଦେଇଛନ୍ତି? ସାର୍ ମୋର ଏତେ ସାର୍ ପଜିଟିଭ ଫିଲ୍ କରୁଛି। ମୋର ପରିବର୍ତ୍ତନ ବହୁତ କିଛି ହେଇଯାଇଛି ସାର୍। ମାନେ ମୋର ଆତ୍ମବିଶ୍ୱାସ ବହୁତ ବଢିଯାଇଛି ସାର୍ ମୋ ଉପରେ ସାର୍। ମୁଁ ଏତିକି ଏଇଆ କରିପାରିବି, ମୋର ଏତିକି ଟାର୍ଗେଟ, ଏତେ ଆତ୍ମବିଶ୍ୱାସ ବଢିଯାଇଛି ସାର୍। ବହୁତ ଫିଲ୍ କରୁଛୁ। ବହୁତ ଧନ୍ୟବାଦ ସାର୍ ଆପଣଙ୍କୁ। ମତେ ଏଇ ଆସିବା ବ୍ୟସ୍ତ ପାଇଁ ନାହିଁ, ବହୁତ ଦେଖନ୍ତୁ। ଧନ୍ୟବାଦ ଜଣାଉଛି ସାର୍। ଏ ସାର୍ ଦୁନିଆରେ ଆମକୁ ଗୋଟେ ଭିଡରୁ ବାହାରିବା ପାଇଁ ହେଲେ, ଗୋଟେ ୟୁନିକ୍ ହେଲେ, ସାର୍ ଆମକୁ ଟିକେ ଆଜ୍ଞା ଐଶ୍ୱରିକ ଶକ୍ତିକୁ ପାଖରେ ରଖିବାର ଅଛି। ଆମେ କଣ ହେଇଗଲେ, ଏବେ କ୍ଲିନ ହେଇଗଲେ। ସାର୍ କ୍ଲିନ ହେଇକରି ଯଦି ଆମେ ଗୋଟେ ପଜିଟିଭ ଐଶ୍ୱରିକ ଶକ୍ତିକୁ ଆମ ଲାଇଫରେ ଆଟାଚ କରିଦେଲେ, ଦେଖିବେ କେତେ ଶୀଘ୍ର ଆପଣ ଆପଣଙ୍କର ଜୀବନର ଗ୍ରୋଥ ହବ। ସେଟା ଆପଣ ହିଁ ଦେଖିବେ ଆଜ୍ଞା ସାର୍। ଯେତେବେଳେ ଆପଣ ଯୋଡି ହେବେ ସେ ଐଶ୍ୱରିକ ଶକ୍ତି ଭିତରେ। ହେଁ? ବହୁତ ଖୁସି ଲାଗୁଛି ସାର୍। ବହୁତ ଖୁସି ଲାଗୁଛି ସାର୍। ବାସ୍, ଏଇ ଆପଣ ସେଇ ରେଜଲ୍ଟ ଖୁସିଟା ଆସିବା ଦରକାର, ମତେ ପାଇଁ। ଆଉ ତାଠୁ ଅଧିକା ଆଜ୍ଞା ନାହିଁ। ସାର୍ ସେଇ ଆଜ୍ଞା। ଖୁସିଟା ଦରକାର, ବଟ୍ ତାକୁ ମୁଁ ଜୀବନରେ ଖୁସି ଅଛି ବଟ୍ ମୋର ଫ୍ୟାମିଲିରେ ବହୁତ ଖୁସି ଅଛନ୍ତି। ଫ୍ୟାମିଲି ବି ଖୁସି ଏଇ ଅଛନ୍ତି, ସବୁ ଦେଖ କାହିଁକି? ବହୁତ ଖୁସି ଅଛନ୍ତି ସାର୍। ମାନେ ମୁଁ ଯାହା କରୁଛି ସାର୍ ସିଏ ସବୁ ଦେଖୁଛି ରେକର୍ଡିଂ। ମାନେ ଆଚ୍ଛା। ସିଏ ବି ତାହାର ବି ଏତେ ମୁଁ ତାକୁ ଜଣଉଛି ଇନ୍ତି ଇନ୍ତି ହୁଏ ସେମିତି ଏମିତି ହୁଏ। ସିଏ ବି ବହୁତ ଖୁସି ସାର୍। ତାଙ୍କର ଗୋଟେ ଆରେ ବିଶ୍ୱାସ ବଢିଯାଇଛି ଏ ଉପରେ। ଆଚ୍ଛା। ସାର୍ ମୋ ଛୋଟ ଛୁଆ ସାର୍ 6 ବର୍ଷର, ତାକୁ ବି ମୁଁ ଏଇ ବିଷୟରେ ଟିକେ ଜଣଉଛି। ସିଏ ବି ବହୁତ ଖୁସି ସାର୍। ଚାଲ, ଆଜ୍ଞା ସାର୍। ଗଛର ରୁଟ ଯଦି ଠିକ ରହିଲା, ସବୁ ଜିନିଷ ଠିକ ହେଇଯିବ ଅଟୋମେଟିକ। ସାର୍ ହଁ, ଚାଲ। ଆଜ୍ଞା ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ଆଜ୍ଞା ଦିଅନ୍ତୁ, ମି ଲେଖନ୍ତୁ, ମି ଲେଖନ୍ତୁ। କଥା ହବା ଆଜି ଡେ 6 ରେ, ଆଜି କଥା ହବା, ଖାଲି କଥା ହବା। ମି ଲେଖନ୍ତୁ। ଯୋଉମାନେ କଥା ହେବା ପାଇଁ ଚାହୁଁଛନ୍ତି 6 ଦିନ ପ୍ରକ୍ରିୟାର, ଟିକେ କଥା ହବା। ଓକେ। ତ୍ରିଲୋଚନ କମେଣ୍ଟ ମାରୁଛ, କରୁଛ ନା? ରଖ, ଆସ। ତ୍ରିଲୋଚନ, ନମସ୍କାର ସାର୍। ନମସ୍କାର। ଟିକେ ଆଉ ଟିକେ ପାଖକୁ ଆସୁନ, ଏକଦମ ମୋବାଇଲ ଠୁ ଦୂରରେ ଅଛ। କୁହ। ସାର୍ ମୁଁ ଆଜି ବହୁତ ଫିଲ୍ କରୁଛି ସାର୍। ବହୁତ ମତେ ବହୁତ ଭଲ ଲାଗୁଛି ସାର୍। 6 ଦିନ ଭିତରେ 5 ଦିନ ଡେ 5 ରେ ଯାହା ଯେମିତି ଲାଗୁଥିଲା ଠିକ ଠାକ, ଆଜି କାହିଁ ମତେ ଆହୁରି ଆଜି ବହୁତ ଫିଲିଙ୍ଗସ୍ ଲାଗୁଛି, ଭାରି ହାପି ଲାଗୁଛି ସାର୍। ହୁଁ। ଅବି ଚେଞ୍ଜେସ୍ ବି ସାର୍ ମୋ ଭିତରେ ବି ଆସିଗଲାଣି। କିଛି ପରିମାଣ ମୁଁ ଚେଞ୍ଜେସ୍ ବି ନିଜକୁ ନିଜେ ଫିଲ୍ କରିପାରୁଛି ସାର୍। ଓକେ, ଭେରି ଗୁଡ। ବହୁତ ସୁନ୍ଦର, ବହୁତ ସୁନ୍ଦର। କନସିସ୍ଟାନ୍ସି ରହିବ, ଆଜ୍ଞା। କିଛି ସମସ୍ୟା ନାହିଁ। କିଛି ସମସ୍ୟା ନାହିଁ ସାର୍। ମୁଁ ଚାଲ, କନଫିଡେନ୍ସ ରଖିଛି ସାର୍। ବହୁତ ସୁନ୍ଦର, ବହୁତ ସୁନ୍ଦର, ବହୁତ ସୁନ୍ଦର।
ଭେରି ଗୁଡ୍। ସାର୍ ଫ୍ରି ୱେବିନାର ଠାରୁ ଆଜି ପର୍ଯ୍ୟନ୍ତ ଡେ 6 ଭିତରେ ମୋ ଲାଇଫ ଏମିତି ଚେଞ୍ଜ ହବ ବୋଲି ସାର୍ ମୁଁ କେବେ ବି ଆଶା କରିନଥିଲି ସାର୍। ଆରେ ଆରେ ଆପଣଙ୍କ ଓକେ। ଆଶୀର୍ବାଦ, ଆପଣଙ୍କ ମାନେ ଭଲ ପାଇବା, ଆପଣଙ୍କ ଯୋଉ ସ୍ନେହ, ରିଏଲି ସାର୍ ମୁଁ 90% ମାନେ ପୁରା ଇଏ ମାନେ ଉଧୁରି ଯାଇଛି ପୂर्ण କରୁଛି। ଓ ଡେ 2 ରେ ସାର୍ ମୋର ମାନେ ଗୋଟେ ଯାହା କୁହନ୍ତି ମାନେ ଏରିୟଲଙ୍କ ମାଧ୍ୟମରେ ଯୋଉଟା ପାଇ ଯାଇଥିଲି, ଆଉ ସେଇଟା ବି ଆଜି ସାର୍ ଡେ 6 ରେ ମୁଁ କମ୍ପ୍ଲିଟ କରିଦେଇଛି ସାର୍। 90% ସାର୍ ମୁଁ ମାନେ ଋଣ ମୁକ୍ତ ସାର୍। କଣ କହୁଛନ୍ତି? ସାର୍ ସାର୍ 90% ମାନେ ଆପଣ ବିଶ୍ୱାସ କରିବେ, ବିଲିଭ ମାନେ କରିପାରିବେନି ସାର୍। ମୁଁ ନିଜକୁ ବି ବିଲିଭ କରିପାରୁନି ସାର୍, ମାନେ ମୁଁ 90% ଆଜି କର୍ଜ ମୁକ୍ତ ହେଇଯାଇଛି। ଆରେ ବାଃ, ଭେରି ଗୁଡ୍। 90% ଓକେ। ମାନେ ଏମିତି ମାନେ ଯୋଉଦିନ ଫ୍ରି ୱେବିନାର ଦେଖିଥିଲି ସେଦିନ ଆଜ୍ଞା ମୋ ପାଖରେ 500 ଟଙ୍କା ଥିଲା ଆପଣଙ୍କ ମାନେ ଇଏ କରିବା ପାଇଁ, ବୁକିଂ କରିବା ପାଇଁ। 2000 ଟଙ୍କା ଆଜ୍ଞା କର୍ଜରେ ମୁଁ ଆଣିଥିଲି, ବୁକିଂ କରିଥିଲି। କିନ୍ତୁ ଡେ 6 ସୁଦ୍ଧା ଆଜି ମୁଁ 90% କ୍ଲିୟର ହେଇଯାଇଛି କର୍ଜ। ରିଏଲି ୟୁ ଆର୍ ଗ୍ରେଟ୍ ସାର୍, ରିଏଲି। ମାନେ ମୁଁ ଆପଣ ମୋ ଲାଇଫରେ ଆସିଛନ୍ତି, ମୁଁ ମାନେ ବହୁତ ସାର୍ ଖୁସି, ବହୁତ ରିଏଲି ମାନେ ସତ କଥା। ମାନେ ମୁଁ କେବେ ବିଶ୍ୱାସ ଆଇ କ୍ୟାନ ନଟ୍ ବିଲିଭ୍ ମି, ମାନେ ମୁଁ ବିଶ୍ୱାସ କରିପାରୁନି ଯେ ଆପଣଙ୍କ ଭଳି ଗୁରୁଜୀ ମୁଁ ପାଇଛି, ଆଉ ଆଉ ଲାଇଫ ଚେଞ୍ଜ କରିବ। ଚାଲ ଏନ୍ଜୟ କରନ୍ତୁ, ରାସ୍ତା ମିଳିଗଲା, ସେ ରାସ୍ତାରେ ଯାଆନ୍ତୁ, ବହୁତ ଉପରକୁ ଯିବେ। ହୁଁ। ରିକ୍ୱେଷ୍ଟ ଆପଣ ଟିକେ ମୋ ହାତ ଟିକେ ସବୁବେଳେ ଧରିଥିବେ। ମୁଁ ସମସ୍ତଙ୍କର ହାତ ଧରି, ମୋର କାହା ପ୍ରତି ନାହିଁ, ସମସ୍ତଙ୍କ ମୁଁ ଶତ୍ରୁର ବି ହାତ ଧରିଛି, ଆଉ ଆଜ୍ଞା ଶତ୍ରୁର ବି ହାତ ଧରିଛି। ତେଣୁ ଖାଲି ଏତିକି କହିବି, ମୋ ହାତ ଆପଣ ଧରନ୍ତୁ। ଆଜ୍ଞା, କେବେ ବି ଛାଡିବେନି, ଜୀବନରେ କେବେ ବି ଛାଡିବେନି। ବାସ୍ ସେତିକି ଦରକାର, ସେତିକି କମିଟମେଣ୍ଟ ଦରକାର, ଆଉ କିଛି ଅଲୱେଜ ବ୍ଲେସିଂ, ଅଲୱେଜ ବ୍ଲେସିଂ। ଥ୍ୟାଙ୍କ ୟୁ। ନମସ୍କାର। ନମସ୍କାର ନମସ୍କାର। କୁହନ୍ତୁ। ମାନେ ଷ୍ଟଣ୍ଟ ହେଇଯାଉଛି ମତେ। ଜୟ ଜଗନ୍ନାଥ, ତାଙ୍କ ପ୍ରଣାମ କରୁଛି, ଆପଣଙ୍କୁ ବି ପ୍ରଣାମ କରୁଛି ଗୁରୁ ହିସାବରେ। ଏତେ ଅଳ୍ପ ବୟସରୁ ଆପଣ ମାନେ ଯୋଉ ପାଇନିୟର ହେଇକି ଆସିଛନ୍ତି ସାର୍। ଆଉ ଗୋଟେ ଗୋଟେ କଥା ଦେଖନ୍ତୁ, ଘରେ ଆମର ଏତେ ଅଳ୍ପ ପଇସାରେ ଲୋକ ଏଫର୍ଟ ଦେଇପାରିବେନି। ଏଇଟା ବାହାରେ ବହୁତ କୋର୍ସ ଦେଖୁଛୁ, ସେଇଟା କ୍ଲାରିଟି ଯୋଉଟା ଅଛି ଆପଣଙ୍କ ପାଖରେ ସାର୍। ବହୁତ ଜିନିଷ ଦେଖୁଛୁ, ସବୁବେଳେ ୟୁଟ୍ୟୁବ ବି ମୁଁ ଦେଖେ, ଏଇ ସ୍ପିରିଚୁଆଲିଜିମ ଉପରେ ବେଶୀ ଦେଖେ। କିନ୍ତୁ ଏଇ ଜିନିଷଟା ପାଇବା କେବେ ମୁଁ ଭାବିନଥିଲି 70 ଇୟରରେ। ଏବେ ଯୋଉଟା ମିଳିବ, ଏଇଟା ବୋଧେ କେତେ ଜନ୍ମର ତପସ୍ୟାର ଫଳ ମୁଁ କହିପାରୁନି। କିନ୍ତୁ ଯୋଉ ଜିନିଷଟା ଭାବୁଥିଲି ଏଇଟା ଏବେ ମିଳିଲା। ଏଇଟା ବି ଆପଣଙ୍କ ଗୁରୁ ଗୋବିନ୍ଦଙ୍କର ଆଶୀର୍ବାଦ ନଥିଲେ ହବନି। ଗୋଟେ ମିରାକଲ ହେଇଛି ସାର୍। କାଲି ଯେତେବେଳେ ଯୋଉ ଚକ୍ର ହିଲିଂ ଟା କଲେ, ମୁଁ ଜଷ୍ଟ ଭାବୁଥିଲି ଆପଣ କହିଲେ ଚକ୍ର ହିଲିଂ କଥା। ଯୋଉ କ୍ଲାରିଟିଟା ମୁଁ ଯୋଉଟା ହିଲିଂ କ୍ଲାସଟାରେ ଗୋଟେ ବସୁଥିଲି, ସେଇଟାରେ ଆସିନଥିଲା। ଆପଣଙ୍କ ପାଖରୁ ସେଟା ଶୁଣିଲି। ଶୁଣିଲା ପରେ ତାପରେ ଗୋଟେ ଆମେଜିଂ ଜିନିଷ ଗୋଟେ କଣ ହେଇଛି, ଜଣେ ପେସେଣ୍ଟ ଜଣେ ପଡିଥିଲେ, ମୁଁ କହିଲି କଣ ପାଇଁ ହଉନି, ବ୍ଲକେଜ ଟା କୋଉଠି ଅଛି। ଆପଣ ଯୋଉ ଡ୍ରେନ୍ ଆଉଟ୍ କରୁଛନ୍ତି ଯୋଉ ବ୍ଲକେଜ ଗୁଡାକ, ସେଇଟା ବହୁତ ଇଏ ମାନେ ଏତେ ଫ୍ରୁଟଫୁଲ ଆମ ପାଇଁ। ଆମେ ତ ବ୍ଲକେଜ ଟା ଆକ୍ଚୁଆଲି କୋଉଠି ଜାଣିନଥିଲୁ ନା। ଗୋଟେ ଛୋଟ ଛୋଟ ଜିନିଷ ଦେଖନ୍ତୁ, ଚକ୍ର ଇଏ କଲେ ଏଇ ବେନିଫିଟ ପାଇବୁ, କେବେ ବି ଆମେ ସ୍ୱପ୍ନରେ ବି ଭାବୁନଥିଲୁ। ସବୁ ଜିନିଷ ଶୁଣିଦବା, ବହିରେ ପଢିବା ଏଟା ଅଲଗା, ପ୍ରାକ୍ଟିକାଲି ଇଜ ଅନଦର ଥିଙ୍ଗ। ଆଉ ଆପଣ ଏ ବୟସରେ ଏଇ ଯୋଉ ଜିନିଷ ଗୁଡା ଫାଷ୍ଟ ଡେ ୱାନ, ମାନେ ଟାଇମ ଟା ଖାଲି ମୁଁ ଦେଖେ କେତେବେଳେ ଟାଇମ ଆସିବ, ସାର୍ ଆସିବ, ଆମେ ବସିବୁ। ଆଉ ଆଜି ଗୋଟେ ଜିନିଷ ଯୋଉଟା କହୁଥିଲେ, ମୁଁ ସେଠି ମନ୍ଦିର ଗଲା ବେଳକୁ ଜଷ୍ଟ ଦେଖିଲି 4ଟା ଲେମନ ୟେଲୋର ଯୋଉ ପ୍ରଜାପତି ଯୋଉଟା କହନ୍ତି, ଗାଡି ଆଗରେ କନଷ୍ଟାଣ୍ଟଲି ମାନେ ଚାଲିଥିବେ। ମୁଁ ଗଲା ବେଳକୁ କାର ଆଗରେ କାର ଆଗରେ, ମୁଁ କହିଲି ଏଇଟା ତ କହୁଛନ୍ତି ସାର୍, ଏଇଟା ଏଞ୍ଜେଲ। ଆମେ ଆଗରୁ ଦେଖୁଥିଲୁ, ଆମେ କଣ ଜାଣିଥିଲୁ କି ଆଙ୍କ ବିଷୟରେ ଇଏ ଜିନିଷ କଣ। ତାପରେ ସ୍ପିରିଚୁଆଲିଜିମରେ ଗୋଟେ ଜିନିଷ, ଆମର ଯୋଉ ଆଟାଚମେଣ୍ଟ ଟା, ଯୋଉ ଗୁରୁଙ୍କ ସହିତ ଗୁରୁ ନେଇକି ଯୋଉଠି ପହଞ୍ଚେଇ ଦଉଛନ୍ତି ଗୋବିନ୍ଦଙ୍କ ସାଙ୍ଗରେ, ଏଇଟା ତ ଏମାଜିଂ ନା ସାର୍। ଏଇଟା କେବେ ସ୍ୱପ୍ନରେ ବି କେବେ ଭାବି ପାରିବନି। ଆଉ ନିଜକୁ ଯୋଉ ହିଲିଂ ଟା ଯୋଉ ଲାଷ୍ଟରେ ଦଉଛନ୍ତି ସାର୍, କେତେ ପେନ୍ କମିଲାଣି। ମୁଁ କହୁଥିଲି ଯୋଉଟା ହାତରେ ଥିଲା କି ଅଣ୍ଟାରେ ମୁଁ ବସି ହଉନଥିଲା, ଏଇଟା ସାନ ଭଉଣୀ ଯୋଉ ଲିଙ୍କ ଥିଲା, ତାକୁ ବି ଥ୍ୟାଙ୍କ୍ସ ଯେ ସିଏ ସେଇଟା କହିଲା ଦେଇ ତୁ ଦେଖିବୁ, ତୁ ବସିବୁ ଏତେ ଘଣ୍ଟା କେମିତି ବସିପାରିବୁ। ମୁଁ କହିଲି 4 ଘଣ୍ଟା କେମିତି ବସି ହବ, ଏତେ ତ ଇଏ ଲାଗୁଛି। ଯାହାହେଲେ ମୁଁ ତ ଏମିତି ଦେଖିଲେ ବି
ବିଛଣାରେ ଟିକେ ଲେଟିବାକୁ ଇଚ୍ଛା ହୁଏ। କିନ୍ତୁ ଇଏ ତ ବସିବାକୁ ଇଚ୍ଛା ହଉଛି, ଆହୁରି ବି ବସିଲେ। ମୁଁ କହିଲି ଦିନରେ ଥିଲେ ମୁଁ ବସିଥାନ୍ତି ବୋଧେ ଦିନ ସାରା। ଏତେ ଇଣ୍ଟରେଷ୍ଟିଂ ସାର୍, ପ୍ୟୁରିଫାଇ କରିଦଉଛନ୍ତି। ସବୁଠୁ ବଡ ଜିନିଷ ହଉଛି ସେଟା। ଆମେ ଯୋଉ ଡ୍ରେନ୍ ଆଉଟ୍ କରଉଛନ୍ତି, ପ୍ୟୁରିଫିକେସନ ଆମର ସବୁବେଳେ ଅନ୍ତରାତ୍ମାଟା ଆମର ଦରକାର। ଆମେ ଜାଣିନେ କେତେ ଭୁଲ କରୁଛେ ପ୍ରତ୍ୟେକ ମୁହୂର୍ତ୍ତରେ, କହିବା କଥା ନାହିଁ। ନିଜକୁ ହିଲିଂ ଦେଇକିରି ଆପଣ ଯୋଉ ଏଇ ଯୋଉ ହିଲିଂ ଟା କରୁଛନ୍ତି, ଆଉ ଲାଷ୍ଟ ଯୋଉ ବ୍ଲେସିଂ ଟା ଆମେଜିଂ, ସେଇଟା ସତରେ କେବେ ଭାବି ବି ହବନି। ଆଉ ଆଟାଚମେଣ୍ଟ ଯୋଉ ରହୁଛି ଆପଣଙ୍କ ସାଙ୍ଗରେ, ଓଡିଆରେ ଯୋଉ ପଶେଇଲେ ଏଇ ପାଠଟାକୁ, ତ ଏଇଟା ତ କେବେ ଆମେ ଭାବି ନଥିଲୁ ନା ଓଡିଶାକୁ ଏମିତି ଆସିବ ବୋଲି। ବାହାରେ ଗଲେ ସତରେ ସେମାନଙ୍କର କୋର୍ସ ର ରେଟ୍ ଶୁଣିକିରି ଆମ ଟିକେ ଇଚ୍ଛା ହୁଏନି। ସତ କଥା ସାର୍, ଯୋଉଟା ପ୍ରାକ୍ଟିକାଲ ଜିନିଷ ଏଇଟା। ସମସ୍ତେ ତ ଏଫୋର୍ଟ କରିପାରିବା ସମ୍ଭବ ନୁହଁ। ଆଉ ସେଇ ଜିନିଷଟା ମାନେ ଏତେ ଖୁସି ଲାଗୁଛି, ଆଉ କହିବାକୁ ନାହିଁ। ଡେ ୱାନ୍ ରୁ କାଲି ନୀଳିମା ଫୋନ କରିଥିଲା, କେମିତି ଲାଗୁଛି? ମୁଁ କହିଲି କହିପାରିବିନି କେମିତି ଲାଗୁଛି ସେଟା। ସେଟା ତ ଦେଖେଇ ହଉନି ଏକ୍ସପ୍ରେସନ, ସେ ଖୁସିଟା ସେଟା ଦେଖେଇ ହଉନି ଆକ୍ଚୁଆଲି। ଇନର ହିଲିଂ ଯୋଉ ଜିନିଷ, ଇନର ଏମ୍ୟୁଜମେଣ୍ଟ ଯୋଉ କି ଏନ୍ଜୟମେଣ୍ଟଟା, ସେଟା କହିବା ଭାରି କଷ୍ଟ। ତାପରେ ଆଉ ପ୍ରତ୍ୟେକ ମୁହୂର୍ତ୍ତରେ ଯୋଉ ରିଲେସନ, କୋଉଟା ଅବଷ୍ଟାକଲ ଆମର ନାହିଁ ସାର୍। ଆଉ ମୁଁ ତ ଗୋଟେ ଜିନିଷକୁ ଅନେଇଛି, ଯୋଉ ଦଲଦଲରୁ ଆପଣଙ୍କୁ କାଢିବି ମହାବାତ୍ୟାରୁ। ମୋର ତ ସେଇଟା ସବୁବେଳେ ରିକଲ ହଉଛି ମାଇଣ୍ଡରେ। ଯେ ମୁଁ କହିଲି ନାହିଁ ସାର୍, ଯୋଉ କହୁଥିଲେ ମହାବାତ୍ୟା, ଏଇଗୁଡାକ ତ ମହାବାତ୍ୟା ନା, ତାଠୁ ଆହୁରି ଭୟଙ୍କର। ମହାବାତ୍ୟାଠୁ ଭୟଙ୍କର ଏସବୁ ଜିନିଷ ସେଟାକୁ ସାର୍। ଏଇ ବାର ଯୋଉ ବାର ମନେ ପକେଇବାନି। ହୁଁ। ନାଇଁ ନାଇଁ, ହଁ ସେଟା ବାର ବାର ମନେ ପକେଇଲେ କୋଉଠି ନା କୋଉଠି ଆମେ ଫଳକୁ ଆଶା ରଖୁଛେ ବାର ବାର। ହଁ ହଁ, ଆଚ୍ଛା। ସିଏ ରହିଗଲା ଥରେ ପ୍ରିଣ୍ଟ ହେଇକିରି। ହଁ କାମ କରିବା, ଯୋଉ କାମଟା ହଁ, କରୁଛେ କେତେ ପରଫେକ୍ଟ କରୁଛେ, ନା କୋଉଠି କମି କରୁଛେ, ଆହୁରି କେତେ ଭଲ ଆଜ୍ଞା କରିପାରିବା, ଆଜ୍ଞା, ଓକେ। ତା ଉପରେ ଟିକେ ଧ୍ୟାନ ଦିଅନ୍ତୁ। ଅଟୋମେଟିକ ଫଳ ବାହାରିବାଟା ଥୟ। ଆପଣ ହାତଟା ଧରିଥାନ୍ତୁ ଖାଲି। ସାର୍ ଆମେ ହାତ ବଢେଇଛୁ, ଆମ ହାତ ଛାଡିବେନି କେବେ। ଆଉ ନିହାତି ଏତେ ସାତ ମୋର ଜିନିଷ। ସମସ୍ତଙ୍କ ପାଇଁ ଅଛି। ସାର୍ ପ୍ରଣାମ। ହଁ, ପ୍ରଣାମ, କୁହନ୍ତୁ। ଏଞ୍ଜେଲ ବିଷୟରେ ତ ମୋର କିଛି ଆଗରୁ ଧାରଣା ନଥିଲା। ଆପଣଙ୍କ ହୁଁ ଫଟୋ ଆପଣ ଭଗବାନଙ୍କର ଚେହେରା ବୋଧେ ବନ୍ଦ ଇଚ୍ଛା ହେଇଗଲା, ଥିଲା ଆପଣଙ୍କ ସହ। କୁହନ୍ତୁ। ଭଗବାନଙ୍କର ବୋଧେ ଇଚ୍ଛା ଥିଲା ଆପଣଙ୍କ ସାଙ୍ଗେ ଯୋଡି ହେବା ପାଇଁ। ତାପରେ ଜାଣିଲା ପରେ ମୁଁ ଛୋଟ ଟିକେ ଟିକେ କଥାରେ ମାନେ ଏଞ୍ଜେଲକୁ ଡାକୁଛି, ସେ ମତେ ବହୁତ ସାହାଯ୍ୟ କରୁଛନ୍ତି। ମାନେ ଟିକେ ଟିକେ କଥାରେ। କାଲି ଶାଶୁ ମାଙ୍କର ଦେହ ଖରାପ ଥିଲା, କହିଲେ ତୁ ସ୍କୁଲରୁ ଆସେ ମତେ ମେଡିକାଲ ନେଇଯିବୁ। ତାପରେ ମୁଁ ଏଞ୍ଜେଲକୁ ପ୍ରେ କଲି, କେମିତି ମୁଁ ଆସିଲା ବେଳକୁ ସେ ଭଲ ଥାନ୍ତେ। ସତରେ ସତରେ ସେ ଭଲରେ ବସିଥିଲେ ବାହାରେ। ମୁଁ ପଚାରିଲି ଆଜି ଜ୍ୱର ନାହିଁ? କହିଲେ ନାହିଁ ଜ୍ୱର ନାହିଁ। ମୁଁ କହିଲି ଚାଲ ମେଡିକାଲ ଯିବା, କହିଲେ ନାହିଁ ଭଲ ଅଛି। ମୁଁ ଜମା ମେଡିକାଲ ଯିବି। ଆଉ ଆଉ କଣ କହିବି, ବହୁତ ମାନେ ପୁଅ କଲେଜ ଯାଇଥିଲା ଫାଷ୍ଟ ଦିନ, ସେଦିନ ଏଞ୍ଜେଲକୁ ପ୍ରେ କରିନି କିଛି ନୁହେଁ। ତାପରେ ମୁଁ ଜାଣିନଥିଲି ଏଞ୍ଜେଲ ବିଷୟରେ। ପୁଅ ବହୁତ ହଇରାଣ ହେଇକିନି ଆସିଲା, ଗାଡି ମିଳିଲାନି। ପୁରା ମୁଁ ସ୍କୁଲରୁ ଆସିଲି, ସେ ବି ଆସିଛି। ମୁଁ କହିଲି ଏତେ ଡେରି କଣ ପାଇଁ ହେଲା? କହିଲା ମାମା ଆଜି ଗାଡି ମିଳିଲା ନାହିଁ। ତାପରେ ତାର ଦିନ ମୁଁ ଏମିତି ଏଞ୍ଜେଲକୁ ଡାକିଲି, ମୋ ପୁଅ ଯେମିତି ଯାଇଛି ଭଲରେ ଭଲରେ ପୁଣି ତାକୁ ଫେରେଇ ଆଣିବେ। ସେ ସେଦିନ ବି ଗଲା, ବସ୍ ମିସ୍ କରିଗଲା। ତାପରେ କହିଲା ଜଣେ ବାବାଜୀ ହେଇକି ଆସିଥିଲେ ଅଟୋରେ, ମୁଁ କହିନି, ସେ ମତେ କହିଲେ ଆସ ପୁଅ ମୋ ଗାଡିରେ ବସିକି ଯିବ। ନେଇକିନି ଛାଡିଦେଲେ ଷ୍ଟାଣ୍ଡରେ। ତାପରେ ଇଏ ପଇସା ତାକୁ ଦେଖିଲା ଭଡା। ସେ କହିଲା ନାଇଁ ନାଇଁ ଭଗବାନ ତୋର ମଙ୍ଗଳ କରିବେ। ଏମିତି କହିକିନି ତାଠୁ କିଛି ଭଡା ବି ନେଲେ ନାହିଁ। ମୁଁ ଭାବୁଛି ଏଇ ସବୁ ଏଞ୍ଜେଲଙ୍କର କାମ। ହଁ, ଏଞ୍ଜେଲ ଆମେ ଆଉ ହିଁ ତାକୁ ମୁଁ ସସ୍ପେକ୍ଟ ରଖିବାନି। ଆମର କାମ ହେଇଯିବ, ସ୍ମୁଥଲି କାମ ଯାକ ହଉଛି। ହେଇଛି। କଣ ପାଟିରେ କଣ ମୁଁ ତାଙ୍କୁ ପଡେଇଛି? ଥ୍ୟାଙ୍କ ଆମେ ୟୁ ଗୋଟେ ଜଣଉଛି। ସାଧାରଣ ବ୍ୟକ୍ତିତ୍ୱ, ଆଜ୍ଞା ଆମର ଆମେ ଟିକେ ଚେଞ୍ଜେସ୍ ଆସିଯିବ ଆମ ଲାଇଫରେ। ଆଜ୍ଞା। ହଉଛି, ଡାଉଟ ବହୁତ କରିବାନି, ଚେଞ୍ଜ। ମୁଁ ସସ୍ପେକ୍ଟ ଭାବୁଛି କରିବାନି। ଠିକ ସବୁ ଚାଲିଛି। ସବୁ ଚାଲିଛି ଆମକୁ ବଡ ଠିକ ସେ। କାମ କରିବାର ଆଉ ଅଛି, ଆପଣ ଏତିକିରେ ସନ୍ତୁଷ୍ଟ ହବନି ପୁଷ୍ପଲତା। ଆଜ୍ଞା, ବଡ ଆପଣ ଏଇ କାମ ଆମକୁ ଦଲଦଲରୁ କରିବାର ଅଛି। ଆମକୁ ବାହାର କରିବେ। ମୁଁ ତ ଗାଡିଆ ଦେଖେଇଦେଲି, ମାଛ ଧର ଖାଅ। ମତେ କିଏ ମାଛ ମାଗନି। ମୁଁ ଏକଦମ ଗାଡିଆ ଦେଖେଇଦେଲି, କେତେ କିଲୋ ନେବାର ଅଛି କାଢ ନିଅ ଖାଅ। ହେଲା। ପ୍ରମୋଦ ସାର୍, ଆପଣଙ୍କ ମୁହଁରୁ ଟିକେ ଶୁଣିବା। ସାର୍ ନମସ୍କାର। ନମସ୍କାର ସାର୍। ମୁଁ ସାର୍ ଫାଷ୍ଟ ଅଫ୍ ଅଲ୍ ଚେଞ୍ଜେସ୍ ଆସିଛି ଗୋଟିଏ ଜିନିଷ, ଯେ ମୁଁ
ସବୁ କିଛି କରୁଥିଲି କିନ୍ତୁ ବହୁତ ଭୁଲ କରୁଥିଲି। ତାକୁ ସାର୍ ସବୁ ଧୀରେ 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 ସଜାଡ଼ିବା ଆରମ୍ଭ କରିଦେଇଛି। ପ୍ରାୟ 90% ସଜାଡ଼ି ସାରିଲିଣି। ଆଚ୍ଛା। କାଲି ପ୍ରମିସ କଲି ମୁଁ ସବୁ ୱାର୍କସପରେ ବସେ, ବାସ୍ତୁ ହଉ ନ୍ୟୁମରୋଲୋଜି ହଉ, କାରଣ ସାର୍ ଏ ବୟସରେ ଟାଇମ ପାସ୍ କରିବା ଲାଗି ମୁଁ ଆକୁ ବସିକିରି ଶିଖେ, ଆଉ କିଛି ନାହିଁ। କାଲି ପ୍ରମିସ କଲି ଯେ ଆଜିଠାରୁ ଆଉ କୌଣସି ୱାର୍କସପରେ ବସିବି ନାହିଁ, କେବେ ବି ଜଏନ କରିବି ନାହିଁ କି ବସିବି ନାହିଁ ବିଲକୁଲ। କେବଳ ଏଇ ଗୋଟିକ ଉପରେ ମୁଁ ଧ୍ୟାନ ଦେବି, ଆଉ କୁଆଡେ ମନକୁ ଏପଟ ସେପଟ କରିବିନି, ଏଇଥିରେ ହିଁ ରହିବି ସବୁବେଳେ। ସାର୍, ଏଇ ପାଠ୍ୟକ୍ରମରେ ଆପଣ ବାସ୍ତୁଶାସ୍ତ୍ର, ଜ୍ୟୋତିଷ ବିଦ୍ୟା, ନମ୍ବରୋଲୋଜି ସବୁ ହାର ମାନିଯିବେ। ରେକି ସବୁ ରେକି ବିଷୟରେ ସବୁ ଜାଣିନଥିଲି ସାର୍, କିନ୍ତୁ ଏସବୁ ଏଟାକୁ ଦେଖିଲା ପରେ ସବୁ ଜାଣିଲି ଏ ସବୁ ଜିନିଷ ବେକାର। କେବଳ ଏଇ ଗୋଟିକ ଜିନିଷ ହିଁ ନାଇଁ, ହଉଛି। ଆମେ କାହାକୁ ବେକାର କହିବାନି ସାର୍, ତାଙ୍କ ଜାଗାରେ ସେ ଠିକ ଅଛି। ଗୋଟେ ନାଇଁ ନାଇଁ ସେମାନେ ବି ଗୋଟେ ଏନର୍ଜି। ଦେଖନ୍ତୁ, ସଂସ୍ଥା ମାନେ ଦୁନିଆ ଚାଲିବ କେମିତି? ଆମକୁ ଭାତ ଖାଇବା ପାଇଁ ଇଚ୍ଛା, କାହାକୁ ସାର୍, ରୁଟି ଖାଇବା ପାଇଁ ଇଚ୍ଛା, କାହାକୁ ଉପମା ଖାଇବା ପାଇଁ ଇଚ୍ଛା। ଆମକୁ ରୁଟି ଖାଇବା ପାଇଁ ଇଚ୍ଛା ହଉନି, ସେଟା ଆମର ପ୍ରୋବ୍ଲେମ। କି ଆମେ ରୁଟିରେ ସନ୍ତୁଷ୍ଟ ଅଛୁ, ବାସ୍ ଆମ ପାଇଁ ଭଲ ରୁଟି। କାହାକୁ ଆମେ ଖରାପ କହିବାନି, କାହିଁକିନା ସେଗୁଟା ବି ଗୋଟେ ଗୋଟେ ଏନର୍ଜି। ମେ ବି ଆମ ଆମ ଏନର୍ଜି ଟିକେ ଡିଫରେଣ୍ଟ ଏନର୍ଜି, ବଟ୍ ହଁ, ସିଏ ବି ତାଙ୍କ ଜାଗାରେ ଠିକ ଅଛି। ବଟ୍ ହଁ, ଆମେ ଏଥିରେ ବେଶୀ ଆକର୍ଷିତ ହଉଛୁ। ମତେ ସାର୍ ଯୋଉ ଫିଲିଙ୍ଗସ୍ ଆସିଲା ମୁଁ ଆପଣଙ୍କ ଆଗରେ କହୁଛି, ମତେ ଲାଗିଲା ସବୁ ଯାକ ସବୁ ବେକାର ହେଇଗଲେ, ଏଇଟା ହିଁ ହଉଛି ମୋ ପାଇଁ ଠିକ, ଆଉ କିଛି ନୁହଁ। ମୋ ଫିଲିଙ୍ଗସ୍ ହେଲେ ଚାଲନ୍ତୁ। ହାର୍ଟିଲି ମୁଁ କହିଦେଲି ସିଧା ଖୋଲିକିରି। ହଁ, ହଉ ଠିକ ଅଛି, ଠିକ ଅଛି। ଆପଣ କହିଦେଲେ ମୁଁ ଟିକେ ଖାଲି ସୁଧାର ଦେବି। ସାର୍, ହଁ, ଆପଣ ଏତିକି, ଆଉ କିଛି ନାହିଁ। ସୁଧାରିଛନ୍ତି ମତେ ଏବେ। ବହୁତ ଭୁଲ ଚାଲ, କରୁଛନ୍ତି। ଥ୍ୟାଙ୍କ ୟୁ ସାର୍। ଥ୍ୟାଙ୍କ ୟୁ ସୋ ମଚ୍ ସାର୍। ସାର୍ ବହୁତ ଚେଞ୍ଜେସ୍ ହେଇଯାଇଛି ମୋର। 3:30 ରାତିରୁ ଉଠିକିରି ଯିଏ ବସୁଥିଲା ଟେନସନରେ, 78% ଟେନସନ ଟେ କମି ଯାଇଛି। ପଇସା ପାଖରେ ଥାଉ କି ନଥାଉ, ବହୁତ ଚେଞ୍ଜେସ୍ ହେଇଯାଇଛି। ଆଉ ଯୋଉ ଆମର ଯୋଉ ସନ୍ଧ୍ୟାବେଳେ ଯୋଉ ଯାଉଥିଲି, ଶିକ୍ଷକ ମାନେ ସବୁ ଆସୁଥିଲେ, ବସିକି ଯୋଉ ଖଟି କରୁଥିଲେ, ସେଟା ବନ୍ଦ ହେଇଗଲା। ଆଉ ଯାଉନି କି ମତେ ଆଉ ସେମାନେ ଡାକୁନାହାନ୍ତି। ସେଇ 4ଟା ରାତିରେ ଯାଇକିରି ସେ ବଜାରରେ ଟିକେ ଚା ପିଇବୁ, ଦିଟା ତୋଳିବୁ, ବାସ୍ ସେତିକି। ଆଉ ଦେଖା ସାକ୍ଷାତ ନାହିଁ ଆଉ। ବହୁତ ଭଲ ଲାଗୁଛି। ତାହେଲେ ଏଇ ଜୀବନକୁ ନେଇକି ଆଗକୁ ଯିବା, ନିଶ୍ଚିନ୍ତ ସାର୍। ଆଉ ଭୁଲ ଭାଲ କରିବାନି। ନିଶ୍ଚ- ନାଇଁ ସାର୍, ଆଉ ଭୁଲ ହବନି। ବହୁତ ଭୁଲ କରିଦେଇଛି ଜୀବନ, ବହୁତ ଭୁଲ। ଆଗେ ନିଜେ ବଞ୍ଚିବା, ତାପରେ ପର କଥା ଚିନ୍ତା କରିବା। ଆମେ ଭଗବାନ ନୁହନ୍ତି ଯେ ଆମେ ଲୋକଙ୍କୁ ହେଲ୍ପ କରିବା। ଆମେ କିଏ? ଆମେ କଣ ଭଗବାନ? ଭଗବାନ କହିଛନ୍ତି ଆପଣ ନିଜେ ଖୁସିରେ ରୁହନ୍ତୁ ପ୍ରଥମେ। ଲାଗୁଛି ଯେ ମୋ ପାଖରେ ଏତେ ଖୁସି ଅଛି, ତାହେଲେ ବାଣ୍ଟନ୍ତୁ ଟିକେ। ନିଜେ ତ ଦଲଦଲରେ ପଡିଛନ୍ତି, ପର କଥା କଣ ଭାବିବା? କିଏ ହଜିଯାଉ, କିଏ ହେଇଗଲା, ମରିଯାଉ, କିଛି ଫରକ ନାହିଁ ଆପଣଙ୍କୁ। ବଞ୍ଚନ୍ତୁ ବହୁତ ବହୁତ ପ୍ରଥମେ ଆପଣ। ହେଇଯାଇଛି। ଆଉ ଯାଆନ୍ତୁନି, ସେଇ ଦଲଦଲକୁ ଯାଆନ୍ତୁନି। ବାହାରି ଯାଆନ୍ତୁ, ଏଣିକି ଗୋଟେ ବ୍ଲୁ ପ୍ରିଣ୍ଟ କରନ୍ତୁ ଜୀବନର। କେମିତି ଆଉ ମୁଁ ଆଗକୁ, ମାନେ ଆଉ ନିଜେ ବଞ୍ଚିବ, ତାପରେ ପରୋପକାର କରିବା। ପରୋପକାର କରି ପର କଥା ବହୁତ ଖୁସି ଅଛି। ଭାବିବା ହିଁ ଏବେ ଏବେ ଭାବିବାନି। ଆମେ ଜାଣିଲେ ଆମ ଲାଇଫରେ ଆମେ ଗୋଟେ ଷ୍ଟାଟସରେ ଆସିଲେ ପର କଥା ଯେତେବେଳେ ଚିନ୍ତା କରିବା। ଯାହା ଯାଇଛି ଭାବ, ଭଗବାନଙ୍କ ପାଖରେ ଗୋଟେ ଫିକ୍ସ ଡିପୋଜିଟ ହେଇକି ଅଛି ମୋର। ମୋ ପଇସା କୁଆଡେ ଯାଇନି, କାହିଁକି ନା ମୁଁ ଅନ୍ୟର କୁଆଡେ ଇଏ କରିନି। ଯାଇଛି, ଠିକ ଅଛି, ସେଟା ଯାଇନି କୁଆଡେ, ଭଗବାନଙ୍କ ପାଖରେ। ମୋଠୁ ସିଏ ଭଗବାନ ଜବରଦସ୍ତ ନେଇଛନ୍ତି, ଫିକ୍ସ ଡିପୋଜିଟ କରିଛନ୍ତି। କେତେବେଳେ ମିଳିବେ? ଭଗବାନ ଯେତେବେଳେ ଚାହିଁବେ ସେତେବେଳେ ଦେଇଦେବେ। କେତେ ମିଳିବ? ଯେତିକି ଫିକ୍ସ ଡିପୋଜିଟ କରିଛନ୍ତି, ତାର 100 ଟାଇମ ମିଳିବ, 100 ଟାଇମ। ଖୁସି ଲାଗୁଛି? ଖୁସି ଲାଗୁଛି? ଆଜ୍ଞା। ବାସ୍, ଯୋଉଟା ଆମକୁ ଖୁସି ଲାଗୁଛି, ଆମେ ସେଇ କଥା ଚିନ୍ତା କରିବା। ଯୋଉଟା ଦୁଃଖ ଲାଗୁଛି, ସେଇ ଦୁଃଖରେ ଆମେ ପଶିବା ନାହିଁ। ହେଲା? ସେଇଟା
ଆଜ୍ଞା ସାର୍। ଚାଲ ଏନ୍ଜୟ କରନ୍ତୁ, ରାସ୍ତା ପାଇଗଲେ ଆଉ ଭଟକନ୍ତୁନି। ପୁରୁଷୋତ୍ତମ କୁହ। ସାର୍ ନମସ୍କାର ସାର୍। ହୁଁ, ନମସ୍କାର। ସାର୍ ମୋର ଟିକେ ବ୍ୟାକ୍ ପେନ୍ ରହୁଥିଲା, ଏବେ କାଲି ଚକ୍ରା ଆସନରେ ବହୁତ ଲାଭ ମିଳିଲା ସାର୍। ଧନ୍ୟବାଦ ସାର୍। କାଲି କିଏ ଗୋଟେ ଲେଖିଥିଲା ଝାଳ ବାହାରି ପଡିଲା ବୋଲି ଗ୍ରୁପରେ, କିଏ ଲେଖିଥିଲା? କିଏ ଜାଣେ ସାର୍, ସେଟା ଜଣା ହଉ, ବୋଧେ ମର୍ଣ୍ଣିଂ ବାଜରେ କିଏ ଲେଖିଥିଲା କି କଣ? ସାର୍ ଗୋଟେ ମୋର ଏକଦମ ଝାଳ ବାହାରି ପଡିଲା। ହଁ, ଏମିତି ଲେଖା ହେଇଥିଲା। ମୁଁ କହିଲି ଆଚ୍ଛା, ଓକେ, ଭେରି ଗୁଡ୍। ଆଚ୍ଛା, ଭାଗିରଥୀ ଦେଖିଥିଲ କି? ଆଜ୍ଞା ସାର୍। ସାର୍ ନମସ୍କାର। ନମସ୍କାର, କୁହ। ସାର୍ ମୁଁ ଦୋକାନରେ ଥିଲି, ଫ୍ୟାନ କିନ୍ତୁ ବୁଲୁଥିଲା ଜୋରରେ, କିନ୍ତୁ ହେଲେ ବି ମୋର ଝାଳ ବୋହି ପଇଲା ସାର୍। ଓକେ। ମୁଁ ସାର୍ ଦୋକାନ ମାନେ ମୁଁ ଦୋକାନରେ କରିପାରୁଛି, ମୁଁ ଘରକୁ ଯାଇ ହଉନି। ଆଉ ତଥାପି କିନ୍ତୁ ସେଥିରେ ମୋ ଫ୍ୟାନ ବି ମାନେ ଷ୍ଟାଣ୍ଡ ଫ୍ୟାନ ଗୋଟେ ଚାଲୁଛି, ସିଲିଂ ଫ୍ୟାନ ଚାଲୁଛି, କିନ୍ତୁ ତଥାପି ସେଥିରେ ଝାଳ ବୋହିଗଲା ମୋର। ମୁଁ ଯାଇ ମୋ ବୋଉକୁ କହିଲି, ମୋ ବୋଉ ତୁ ଏଇଟା କର, ସାର୍ ଏଇଟା କରିଥିଲେ, କିନ୍ତୁ ମୋର ଏତେ ଝାଳ ବୋହିଗଲା, ତାହେଲେ ତୁ ବିଶ୍ୱାସ କରିବନି। କହିଲା ମୁଁ ତ ବସି ପାରୁନି, ମୁଁ ତ ବସି ପାରିବୁ ଆରାମସେ କରିହବ। ଆଉ ସାର୍ ମୁଁ ତ ଆଜି ପର୍ଯ୍ୟନ୍ତ କିଛି ଫିଲ୍ କରିନଥିଲି, ଆଜି ସାର୍ ମୁଁ ଗୋଟେ ବଡ ଫିଲ୍ କଲି। ତ ମୋର ଗୋଟେ ପ୍ରୋବ୍ଲେମ ଥିଲା, ଫାଇନାନ୍ସିଆଲ ପ୍ରୋବ୍ଲେମ, ଯାହାକି ମୋର ଦିନ 1-2ଟା ପର୍ଯ୍ୟନ୍ତ ମୋର କିଛି ବି ହେଇନାହିଁ। ତ ମୁଁ କଣ କରିବି? ମୁଁ ଗୋଟେ ବାହାରେ ଯାଇକି ବସିକି ଏଞ୍ଜେଲକୁ ଆରାଧନା କଲି। ତାପରେ 4ଟା ପର୍ଯ୍ୟନ୍ତ କୌଣସି ସଟ୍ ଆଉଟ୍ ନାହିଁ। 4ଟା 10ରେ ବାହାରିଗଲି, ନା ମାନେ ଘରେ ରହିବିନି। ବାହାରିଗଲି ଘରକୁ ଗାଡି ଧରିକି, ପୁଣି ଚାଲ 2 ଜଣ ଏଞ୍ଜେଲକୁ ଡାକିକି ମୁଁ ବାହାରିଲି। ମାନେ ଆପଣ ମତେ ସହାୟତା କରନ୍ତୁ, କୁଆଡେ ଯିବି ମୁଁ ଜାଣିନାହିଁ। ମୁଁ କୁଆଡେ ଯିବି ମୁଁ ଜାଣିନି, ଚାଲନ୍ତୁ ମୋ ସାଙ୍ଗରେ। କେମିତି ମତେ ସାହାଯ୍ୟ କରନ୍ତୁ, ମୋର ଆଉ ଏ ସମସ୍ୟା କେମିତି ସମାଧାନ ହବ। ଠିକ କହି ଚାଲିଲି, ଯାଇ ଗୋଟେ ଚାହା ଦୋକାନରେ ବସିଗଲି। ପୋଖରୀ ଟିକେ ଥିଲେ ଚାହା ଦୋକାନରେ ବସିଗଲି। ସେ ଚାହା ଦୋକାନ ମାନେ ର ଚା ଟିକେ ଦିଅ ପିଇଦେବି। ର ଚା ବନେଇଦେବେ କହିକି, ମୁଁ ସେଇଠି ମୋବାଇଲ ଟା ରଖିଦେଇକି ସାଇଲେଣ୍ଟ କରିଦେଇକିରି ପୁରା ଧ୍ୟାନରେ ବସିଗଲି ସେଇଠି ଆଉ, ଠାକୁର ମାନେ ଏଞ୍ଜେଲଙ୍କୁ ଗାର୍ଡିଆନ ଏଞ୍ଜେଲକୁ ମୁଁ ବସିଗଲି ଆଉ। ତାପରେ ପରେ ଅଫିସରେ ଫୋନ ଆସିଲା, ନୀଳିମା ମ୍ୟାଡାମ କଲେ। ମୁଁ ତାଙ୍କୁ କହୁଥିଲି, ତାପରେ ଯାହାକୁ କହିନଥିଲି ପଇସା କଥା, ତାକୁ ମୁଁ ଖାଲି ଜଷ୍ଟ ଖାଲି କହିଦେଇଥିଲି, ପଇସାଟା ଆଣିଛି ଆଣିନାହିଁ ତ, ଦରକାର ତ ଅଛି। ତେଣୁ ତାକୁ କହିଥିଲି, ଟିକେ ଦେଖିବୁ ନା ଟିକେ, ଆଉ ଦରକାର ଅଛି ମୋର ନିହାତି। ତାପରେ କହିଲା ମୁଁ ଠିକ ଅଛି, ମୁଁ ସନ୍ଧ୍ୟା ପୂର୍ବରୁ ଦେଖୁଛି। କଲ୍ କଲା, ସନ୍ଧ୍ୟା ପୂର୍ବରୁ ଦେଖୁଛି। ସନ୍ଧ୍ୟା ପୂର୍ବରୁ ମୁଁ କଲ୍ ନ କରିବା ଆଗରୁ ଦେଖିଲି ମେସେଜଟା ଆସିଗଲା, ମତେ 20,000 ସେ ପଠେଇ ଦେଇଛି। ଆରେ ତ ମୋର ବାଃ। ଆଜି ଯୋଉ ହେଲା, ମୁଁ କହିନି, ମୁଁ ଭାବି ନଥିଲି ଆଜି ମୁଁ ଆଟେଣ୍ଡ କରିପାରିବି। ମୁଁ ଭାବିନଥିଲି ଏଟେଣ୍ଡ, ମୁଁ କହିନି ଆଜି କେମିତି ଆଟେଣ୍ଡ କରିବି। ମାନେ ଚାଲନ୍ତୁ ମୋ ସହିତ, ମୁଁ କଣ କରିବି, ମୋ ସର୍ଟ ଆଉଟ କେମିତି ହବ, ଚାଲନ୍ତୁ ମୋ ସହିତ। ତାପରେ ଦେଖିଲି 5:30 ସୁଦ୍ଧା ମୁଁ ସଟଆଉଟ ହେଇଗଲା, ଏବଂ ବ୍ୟାଙ୍କକୁ ଯାଇତେ ପଡିଲାନି। ଜଣଙ୍କୁ ଫୋନ ପେ ଦେଇକି ତାକୁ କ୍ୟାସ୍ କରିନେଲି। ତାପରେ ମୁଁ ପୁଣି 6:30 ଭିତରେ ମୋର କାମ ସର୍ଟ ଆଉଟ କରିଦେଇ ପଳେଇ ଆସିଲି। ତ ମୁଁ ବହୁତ ଖୁସି ଆଜି। ଚାଲ, ଖୁସି ଯୋଉ ୱେରେ ବି ହେବା ଦରକାର, ବାସ୍ ହେବା ଦରକାର। ସନ୍ତୋଷ କୁମାର ପଟ୍ଟନାୟକ ସାର୍। ସାର୍ ନମସ୍କାର। ଆଜ୍ଞା ନମସ୍କାର, ଆପଣ କୋଉଠୁ କହୁଥିଲେ? ସାର୍ ମୁଁ ପୁରୀରୁ କହୁଛି, ସାକ୍ଷୀଗୋପାଳ। ଆଚ୍ଛା, ହଁ, ସାକ୍ଷୀ ଗୋପାଳ। ଆପଣ ଟିକେ ଛଅ କିଛି ଦିପଦ କୁହନ୍ତୁ। 6 ଦିନ କାର୍ଯ୍ୟକ୍ରମଟି ବହୁତ ଭଲ ଲାଗିଲା। ମୋର ଗୋଟେ ବଦ ଅଭ୍ୟାସ ଥିଲା, ସକାଳୁ ଉଠିବା 8ଟା ବେଳକୁ ଉଠେ, କିନ୍ତୁ ଏବେ ମୁଁ 4ଟା ରାତିରୁ ଉଠିକି ମେଡିଟେସନ ଟା କରୁଛି। ଆଉ ସାର୍ ମୁଁ କିଡନୀ ରୋଗରେ ମୁଁ ମୋର ଅବସ୍ଥା ବି ଭଲ ନାହିଁ, ମୁଁ କଥା ବି କହିପାରୁନି ଭଲରେ। ଆଉ ମୁଁ ଅଛି ଏମିତି ଆଉ, ଆପଣଙ୍କ ଆଶୀର୍ବାଦରେ ଯଦି ଭଲ ହେଇପାରିବ ଆଉ। ହଉ, ଠିକ ଅଛି। ଆମକୁ ଆଉ ଟିକେ ଶିଖିବାକୁ ପଡିବ। ହଁ, ଫିଲିଂ ଆପଣ ଟିକେ ଶିଖନ୍ତୁ। ସମସ୍ୟା ଅଛି ଯଦି କିଡନୀର। ହଁ, ଓକେ। ପ୍ରେମଲତା ମହାନ୍ତି କରନ୍ତୁ। କୁହନ୍ତୁ, 6 ଦିନ ଭିତରେ କଣ ଅନୁଭୂତି ଆପଣ କହିପାରିବେ 2 ଲାଇନରେ? 6 ଦିନ ଭିତରେ ତ ସାର୍ କ୍ଲାସ୍ ଛାଡିବାକୁ ଇଚ୍ଛା ହଉନି ଆଉ। ଆଜ୍ଞା। କ୍ଲାସ୍ ଛାଡିବାକୁ ଇଚ୍ଛା ହଉନି। ମୁଁ କହିଲି କ୍ଲାସ୍ ଛାଡିବାକୁ ଇଚ୍ଛା ହଉନି। କ୍ଲାସ୍ କ୍ଲା- ଯେତିକି ଚାଲିବ ସେତିକି ଆହୁରି ଭଲ। ଆଚ୍ଛା, କ୍ଲାସ ଛାଡିବା ପାଇଁ ଭଲ ଲାଗୁନି। ଓକେ କୁଆଡେ ଓକେ, କେମିତି ଟାଇମ୍ ବାହାର କରି ମୁଁ ଆସି ଜଲ୍ଦି ବସୁଛି। ୟେସ୍, ଚାଲନ୍ତୁ।